ଅଛନ୍ତି? ଚାଲ ଆଜି ଆମେ ବନେଇବା ଲେଟ୍ସ ମେକ୍ ପ୍ରିନ୍ସେସ୍ ବଲ୍ସ ହେୟାର କ୍ଲିପ୍। ତ ଦେଖିପାରୁଛ ଏଠି ମୋର ବହୁତ ଗୁଡ଼ିଏ ବ୍ୟାଣ୍ଡ ବି ଅଛି। ତ ମୁଁ କିଛି କପଡ଼ା ସାଟିନ୍ ସିଲ୍କି ପ୍ରିମିୟମ୍ ସାଟିନ୍ ସିଲ୍କିର କପଡ଼ା କିଛି ନେଇଛି। ତ ମୁଁ ବହୁତ ସାରା ଭିଡ଼ିଓ ବି ଛାଡ଼ିଛି, ତୁମେମାନେ ଦେଖିଥିବ। ତ ଆଜି ମୁଁ ନ୍ୟୁ ଗୋଟେ ହେୟାର କ୍ଲିପ୍ ବନେଇବାକୁ ଯାଉଛି। ତ ପ୍ରଥମେ ମୁଁ 4 ଭାଙ୍ଗ କରିକି ଗୋଟେ କପଡ଼ାକୁ ନେଇଛି, ତାପରେ ପ୍ରେସ୍ କରିଛି, ତାର ସୁଇ ଧାଗାରେ ତା ମଝି ଜାଗାକୁ ହାତରେ ସିଲେଇ କରିଛି, ଯେଉଁଟା ଆମର ମଝି ଷ୍ଟେପ୍ଟା। ତ ଦେଖ ତାର ମଝି ଷ୍ଟେପ୍ ଆମେ କେମିତି ସାଇଜ୍ କରିକି କରିବା। ତ ପ୍ରଥମେ କପଡ଼ାକୁ ଭାଙ୍ଗ କରି ନେବା, ତାପରେ ଆମେ ତାର ଚିହ୍ନ ଦେବା, ସେଥିପାଇଁ ଆମର ସାଇଜ୍ ଠିକ୍ ଭାବେ ଆସିବ। ମଝି ସାଇଜ୍ର ଆମେ ଚିହ୍ନ ଦେଇଦେଲେ, କପଡ଼ାକୁ ସମାନ ଭାଙ୍ଗ କରିଦେଲେ, ସେଇ ସିଧାରେ ଆମେ କ'ଣ କରିବା ନା ସୁଇ ଧାଗାରେ ତା ସିଲେଇଟାକୁ ଆମେ ପ୍ରେସ୍ ମାରିବା। ଦେଖିପାରୁଛ ମୁଁ ଆସ୍ତେ ଆସ୍ତେ କପଡ଼ା ଆମର ବହୁତ ସଫ୍ଟ ଆଉ ସିଲ୍କି ବି। ତ ଧୀରେ ଧୀରେ ସେଇ ସିଧା ଗାରରେ ଆମେ ତାକୁ କରିବା। ତ ୟା ପରେ ଦେଖିବା ୟାର ଲୁକ୍ କେତେ ସୁନ୍ଦର ଆସିବ। ଗୋଟେ ହେୟାର କ୍ଲିପ୍ ମୋ ହେୟାରରେ ଲଗେଇଲେ यार लुकटा बहुत सुंदर आसो। तो यही सुई धागे आम टाणिकी दुई पट कौन करवा ता जॉइंट को जॉइंट करदे। सुई धागे गोटे फास पकईदे। देखिपारुच तो यापर या लुक केमती आसो मु आगुरी भी बनैकी रखी। तापरे आमर अठारे भी एटा को क्लिप द्वारा जॉइंट करवा। साइड में गोटे हेयर क्लिप भी रखी देखी। तापर सुई धागाटा को एंड काटिदेवा। तो एमती मो चैनल देखुथे, लाइक करुवे, कमेंट भी करुवे, केमती लगिला जणेबी। तो देखो ये लुक केते सुंदर आसला। थैंक यू फॉर वाचिंग।